आपण मानक गोटे यूनिक देखेबी आपण माने भी माने आम भी आसी मो घर जस्ट आसलु पूरा आश्चर्य चलते देखेबी कौन देखे तुलसी आगे देखु मोबाइल लगे तो देखी बात है एपटे गिरी हमर सुई रे देखे बात रखे दे ना देखी बात है तारा काम काड़ी का सब आसी साइला ने बर्तमान देखो से माने हाँ काड़ी भी हमर अनौजी एने बाट फिट आ एने बाट फिट दिया हम से सांगे सांगे पा पड़े आसी देखी बात कौन सी गाई हमर कुआड़े भी जीवेनि से आसला मत कहला देखियो गोटे माने जिनस देखला गान सब सोई तारा का सब एटा सुइसंती गिर के था छुआ एटा प्राय ग्रिल मुहरे कई गुटे भी लोक आसी पारिबनी एंट्री कर पारिबनी जाओ बोलो सुइसंती साने सुंतु चलंतु बर्तमान आज वीडियो हमरो स्टार्ट करिया बर्तमान वीडियो आज देखो एक करे मो पुओ भी उठला ने और ठीक अछि बर्तमान वीडियो स्टार्ट करिया ସେମାନେ ତ ବାହାରେ ସବୁ ଶୋଇଥିଲେ କିନ୍ତୁ ବାହାରେ ଯେହେତୁ ବର୍ଷା ହେଲା ଆମ ଘର ଭିତରୁ ଗୁଡ଼ା କ'ଣ ପାଣିଲୁ ଭାରି ଦେଖୁଥିବେ ସମସ୍ତେ ଖାଇ ପିଇ ସାରିଲାଣି ଆମର ଆପଣମାନଙ୍କୁ ଦେଖେଇଥାଇತಿ ଆଣିବାରେ କିନ୍ତୁ ବର୍ଷାଟା ଢେଇଁ ହେଲା ଆମେ ଆଣିବାକୁ ପୁରା ବାଧ୍ୟ ହେଲୁ ସେଥିପାଇଁ ଆଉ ମୁଁ ଭିଡ଼ିଓ ହିଁ କରିପାରିଲିନି ଆଉ ଦେଖୁଥିବେ ସେମାନେ ସବୁ ଖାଇକିନା ସବୁ କେତେ ଶାନ୍ତିରେ ଶୋଇତି ଚାଲ ଆମେ ଦେଖିଦେବେ ଆମ ତାରା କେମିତି ବାହାରେ ଶୋଇଛି ହେଲେ ସେପଟେ କ'ଣ ସେପଟେ ବି ଶୋଇଛି ତ ସବୁ କରି ସେ ଶୋଇବ आज आ गोटे कथा भी आपको जन अच्छे जे आम बाछुटी आज हजि जाइला माने से बहुत कष्ट मिली देखा तारा देखो बर्तमान भी दे दो क्या दे दो का पेट देखी माने देखो से बर्तमान चोरी गला एति भी दाना माने से खाई पार कौन कल गाई पेट एमती हम हाँ बर्तमान आप सब देखी पारे डरिकिना चलुनी उठी पड़ो छाड़ा से क्या उठे प्रेगनेंट अच्छे एत परिश्रम करा ठीक हाँ यहाँ क्या दबू समस्त काली खाइबे आपण मैंने सब देखी पारे बर्तमान देखु सब सब गाई बाछुरी आम शांति खाई पूरा शुई कौन कह तुलसी तारा नाई सब हर के दिया ढाली दे तारा नाई तारा तारा आम सकाल खाए सब गाई गुरक नाकि भी पानी पानी दिया हुए खाली गरम कराब आपण मैंने तो जानते हम कौटार गरम करा गरम करना खाली ढालू घूरे दे गलुची रात बर्षा तो आपण देखुं पर्यंत भी ठंडा जर छाड़ी खास कर तार बंधुता मन हूँ तुलसी आमर आ देखा थे यही बाछुटी आमर यही बाछुटी आमर आज हजि जाइला तुलसी आड़ कि खाई कि ना माने ये बाछुटी आमर हजि जाइला आज माने हजि जाइला माने कौन बाट बना अलग है माँ छुआ हाँ ये पुणी बुबेगार भी ना छाड़ा कि बुबेगार ना अलग होगले दुलकी बुबे बुबे आम जदि छोट छोट गिरी जब आम छुआ जब नज ये भी चली जाए गोटे दिन कौन किए जीवनी हाँ आ जो झील को खाली टेंशन हो सी जो माने बेबी बंद कर बेबी हम तार से केमी काली जीव से तो जीवनी चोरी ना से केमी जीव चोरी मुझे खाली यहाँ भावुँ हो देखा वर्षा भी स्टार्ट हो वर्षा भी स्टार्ट आमर टे हो जापटे पानी तो आम घर के छाड़लानी से मिस्त्री आम कि कम कर कामुड़ी दो से तू जान दौज मिट्टू सर लगे ना मिट्टू दब कामुड़ी जान तो
ଆପଣମାନେ ସବୁ ଦେଖିପାରୁଥିବେ ବର୍ତ୍ତମାନ ଆମର ଗାଈ କାମ ବି ମାନେ ସବୁ ଶେଷ ହୋଇଯାଇଛି। ବର୍ତ୍ତମାନ ଆଜି ଗାଈ ଟିକେ ଦୁହିଁଦେବେ ଆମର ତୁଳସୀ। ଆଉ ଡେରି ନକରି ଟିକେ ମୁଁ କହିଲି ଦୁହିଁବା ପାଇଁ, କିନ୍ତୁ ତୁଳସୀ କହିଲି ନା ନା ମୁଁ ଦୁହିଁବି। ହଁ 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 ଆଉ ଦେଖିବା ଖତ ଟିକେ ପଡ଼ିକି ବଡ଼ ଗାଈ ମାରିଦେବା ପୂର୍ବରୁ କିଛି ତାକୁ ପୁଛି ଆଣ, ନହେଲେ ସେ ଆଉ ବୁଝିପାରିବନି ଡାଇରେକ୍ଟ ଗାଈ ଧୋଇବେ। ହଉ ଠିକ୍ ଅଛି। ହଉ ଚାଲନ୍ତୁ ବର୍ତ୍ତମାନ। ଗାଈ ହଁ ଧୋଇବା ପାଇଁ ଆଉ ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗୁଥିବ ତାହେଲେ ନିହାତି ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଉ ଆପଣମାନେ ଏମିତି ସବୁଦିନ ଭିଡ଼ିଓ ଏବେ ଆସିବ, କାରଣ ଏବେ ଡ୍ୟୁଟିରେ ବି ଆମର ପାର୍ସଲ ବି ଟିକେ କମିଯାଇଛି ତ, ସେଥିପାଇଁ ମୁଁ ଟିକେ ରହିଯାଉଛି। ଆଉ ଜଣେ ତ ଭିଡ଼ିଓ କରିବାଟା ସମ୍ଭବ ନୁହଁ ନା। ସବୁ ଗାଈ କାମ ଚାଲିଛି। ବର୍ତ୍ତମାନ ଖତ ବି ପକେଇ ଦିଆହେବ। ଦେଖନ୍ତୁ ଖତ ସବୁ ଗଦେଇ ଦିଆହେଇଛି। ଦେଖିପାରୁଥିବେ ସବୁ ଗାଈ ଗୋରୁ ଆମର ଶାନ୍ତିରେ ସବୁ ଖାଇକି ଶୋଇଛନ୍ତି, କିଛି ନାହିଁ। ବର୍ତ୍ତମାନ ତାରା ବି ଆଡ଼େ ଶୋଇଛି। ଆଉ ସେ ମହାରାଣୀ କିଛି ଆଉ ଖାଇବେନି, ବୋବେଇବାର ନାହିଁ, କିଛି ନାହିଁ। ଆଉ ଆପଣମାନଙ୍କୁ ଦେଖେଇବି ଗାଈକି ଆପଣମାନେ ବାନ୍ଧିକିନା ରଖିବେ ବୋଲେ, ଗାଈକି ବାନ୍ଧିକିନା ରଖିଲେ ତୁଳସୀ ଆମର କାଲି କେତେ କ୍ଷୀର ରଖିଲା ତୁଳସୀ ଆମର କହେ ଦିନେ କ'ଣ କଣ ତ କିଛି ନାହିଁ। ହଁ ଗୋଟେ ଗିଲାସଟେ ଆପଣ ତ ଜାଣିଥିବେ ଯେଉଁ ଷ୍ଟିଲ୍ ଗିଲାସ ଏତିକି ଏତିକି ଆସୁଛି, ଅଧ ଗିଲାସ ଫେମ୍ପର ବୋଲି ମିଶି ମୁସାକିନା ଅଧ ଗିଲାସ ହେଇଥିଲା ଦିନଟେ। ଦିନେ ନାହିଁ ଏମିତି ବାର କେତେ ଦିନ ହେଇଛି। ଦିନେ ମୁଁ ଦୁହେଁନି ବାଛୁରୀକୁ ପିଇଦୁହି। ଆମ ବାଛୁରୀ ବି ସେଇ ଟାଇମ୍ରେ ଥିଲା। ମାନେ ଗାଈକି ଆପଣମାନେ ଭୁଲରେ ବି ଗାଈକି ଆପଣମାନେ ଘରେ ବାନ୍ଧିକି ରଖନ୍ତୁ ନାହିଁ। ବାନ୍ଧିକିନା ରଖନ୍ତୁ। ଯେତେ ଆପଣ ଦିଅନ୍ତୁ, ଆମେ ବି ପୁଣି ଶୋଇ ସେଇ ଟାଇମ୍ରେ କେତେ ଦାନା ଦିଆ ହେଉଥିଲା। ଆପଣମାନେ ବିଶ୍ୱାସ କରିବେନି, ଦାନା ଆମର ଗୋଟେ ବସ୍ତା ଅତିକମରେ 10 ଦିନ ଜମା। 10 ଦିନ ମାନେ ଗୋଟେ ବସ୍ତା ଖାଲି କ'ଣ ଏଇ ଯେଉଁ ଖୋଳି ଦାନା ଗୋଟେ 10 ଦିନ ଗୋଟେ ଯାଏ। ବସ୍ତା ହଁ ଆଉ ଖୋଳି ତାପରେ ଦାନା। ମୁଗ ଚୁନି ତ କହିଲେ ନ ସରେ। ଆଉ ଆମେ ମୁଗ ଚୁଣି ମକା ଏଇ ଟୋସଲା ପେଡ଼ୁଆ ଯାକରେ ପୁରା ମାନେ ଫୁଲ ହୁଏ। ଫୁଲ ଦେଲେ ବି ମାନେ ପେଜ ହିଁ ଏଟା ରୁହେନି, ଖାଲି ବହଳିଆ ଦାନାର ରହିବ। କିନ୍ତୁ ତଥିକେ ବି କ୍ଷୀର ନଥାଏ। କ୍ଷୀର କିନ୍ତୁ କ'ଣ ଏଇନା ଆମର ଗାଈ ଯେତିକି ଦବା କଥା ଦିଆ ହଉଛି, କିନ୍ତୁ କ୍ଷୀର ତଥାପି ତାଠୁ ଆହୁରି କ୍ଷୀର ବର୍ତ୍ତମାନ ବଳୁଛି। ଏବେ ବି ବଳୁଛି ବର୍ତ୍ତମାନ। କାରଣ ଗାଁରେ ବି ବହୁତ କମ୍ ଲୋକ ନେଉଛନ୍ତି ନା। କାରଣ ଦେଖନ୍ତୁ ମୁଁ ବାହାରକୁ ନେବା କଥା, ଆମର ତାଳଚେର ଯେହେତୁ ପାଖ, ଗୋଟେ ମିଠା ଦୋକାନ ବି ମୁଁ ବୁଝିଛି ଯେ ବାକି କ'ଣ କଲେ କ୍ଷୀର ଏବେ ମୋର କମିଯାଇଛି। ସବୁ ସେପ୍ଟେମ୍ବରରେ ଆମର ଗାଈ କଅଁଳେଇବ, ସେଇ ସେପ୍ଟେମ୍ବର ମାସରେ ହିଁ ଯା ନା ଆଉ ଲିଟରଟେ ଯେଉଁ ଗାଈ ଗୋଟେ ନେଇଗଲେ ଗୋଟେ ଭଲ ଲାଗିବନି। ଆଉ ଛାଡ଼ନ୍ତୁ ସେ କଥା। ବର୍ତ୍ତମାନ ଏଇନେ ତୁଳସୀ ଆମର ଗାଈ ଦୁହିଁଦେବେ। ଗାଈ ଦୁହିଁଦେବା ପାଇଁ ବର୍ତ୍ତମାନ ସେ ସବୁ ସାମାନ ରେଡ଼ି କରିଦେଲେ। ଆଜି ଦୁହିଁ ଦିଅନ୍ତୁ ସେ ଗାଈ, ତାପରେ କାଲି ମୁଁ ଦୁହିଁବି। ହଁ କାଲି ଦୁହିଁଥିଲ କ'ଣ ପାଇଁ? ମୁଁ ତମର କହିଲି ମୁଁ ଡ୍ୟୁଟିରୁ ଗଲେ ଦୁହିଁବି। ହଁ ବାଟରେ ଫୋନ୍ କଲ। ହଁ ଦୁହିଁ ଦେ, କାହିଁ ଦୁହିଁ ଦେଇଛି ଦେଖିପାରୁଥିବେ। ହଁ ହଁ ବର୍ତ୍ତମାନ ଦେଖନ୍ତୁ, ବର୍ତ୍ତମାନ ମୁଁ ଏଇଟା ଜାଣିଛ ଡିକ୍ଚିଲାରେ ପାଣି ଦେଇଛି। ତ ସବୁ ତ ସୁବିଧା ଦେଖିପାରୁଥିବେ। ଆଉ ଆମର ତାରାଡ଼ିକା ଯଦି କ'ଣ କଲୁ, ତାରାଡ଼ିକା ଯଦି ନଜର ଲାଗିଯାଉଛି, ତାରାଡ଼ିକା ଆମର ନଜର ଲାଗିଯାଉଛି। ସେଥିପାଇଁ ଆମର ଟିକେ ମାନେ ଦେଖନ୍ତୁ କାଳି ବର୍ତ୍ତମାନ ଏବେ ବର୍ତ୍ତମାନ ତୁଳସୀ ଆମର ବସି ପଡ଼ିଲେ, ସେ ବର୍ତ୍ତମାନ ଗାଈ ଦୁହିଁବେ। ଆଉ ଛାଡ଼ନ୍ତୁ ବର୍ତ୍ତମାନ ଦେଖନ୍ତୁ ତୁଳସୀ ବର୍ତ୍ତମାନ ଛନ୍ଦ ତା ମନକୁ ସେ ପକାଇ ବର୍ତ୍ତମାନ କ୍ଷୀର ଦୁହିଁବାରେ ସେ ବ୍ୟସ୍ତ। ଆପଣମାନେ ନିହାତି ଦେଖିପାରୁଥିବେ। ବର୍ତ୍ତମାନ ଦେଖନ୍ତୁ ତୁଳସୀ ବର୍ତ୍ତମାନ ତା ମନକୁ ସେ ପହ୍ନାରେ ଲାଗିଛି। ଆଉ ସେଇ ଯେଉଁ କାଳିର ଏତିକି ପହ୍ନାଟା ବି ସେତେବେଳକୁ ନଥାଏ, ଆହୁରି ପୁରା ଛୋଟିଆ ଗୋଟେ ମାନେ ପହ୍ନା ଟୋଟାଲି ନାହିଁ। ଆଉ ହଁ, ଆଉ ତାପରେ ଆପଣମାନେ ନିହାତି ଦେଖୁଥିବେ, କାରଣ ଏଇ ଗାଈ ଆମର ଆଜିକି ତୁଳସୀ ହେଲେ କେତେ ଦିନ ଭଳିଆ କ୍ଷୀର ଦେଲାଣି? ମାନେ କେତେ ଦିନ କ୍ଷୀର ଦେଲାନି ଗାଈ ଆସିବାଠୁ? ଆମର ଗାଈ ଆସିଥିଲା ଜୁନ୍ 2 ତାରିଖରେ। ସେଇ ଜୁନ୍ରୁ ଏଇ ଜୁନ୍ ହେଇଗଲାନି ବର୍ଷେ। ବର୍ତ୍ତମାନ ଜୁଲାଇ ପୁରି ଅଗଷ୍ଟ ଚାଲିବ, ମାନେ ସେ 14 ମାସ 15 ମାସ ଆମର କ୍ଷୀର ଦେଉଛି। ବାକି ଗର୍ଭ ଅଛି ନାହିଁ ଆମେ ବି ଜାଣିନୁ। ସବୁ ଗାଈ ବର୍ତ୍ତମାନ ଶୋଇଲେ, ଖାଲି କାଳିକି ଲୁହା କଲେ ସେ ବି ଶୋଇବ ଆମର। ହଁ ଖାଲି କାବେରୀ ସେ କରୁଛି। ବର୍ତ୍ତମାନ ଏଇନା ତୁଳସୀ ଗାଈ ନିହାତି ଦୁହିଁଦେବେ। ଦେଖିପାରୁଥିବେ ବର୍ତ୍ତମାନ ବାଲ୍ଟିରେ ଆଜି ଦୁହିଁବା କଥା, ବାଲ୍ଟିରେ ଦୁହିଁବା କଥା। ଆଗରୁ ଆମର ବାଲ୍ଟିରେ ଦୁହାଁ ହେଉଥିଲା, ବର୍ତ୍ତମାନ ଏବେ କ'ଣ କ୍ଷୀର ଟିକେ କମିଯାଇଛି ତ, ସେଥିପାଇଁ ଏବେ ବର୍ତ୍ତମାନ ବାଲ୍ଟିରେ ଦୁହାଁ ହେଉନି। ଯେତେବେଳେ ନେକ୍ସଟ ସେପ୍ଟେମ୍ବରରେ ଗାଈ କଅଁଳେଇବେ, ସେଇ ଟାଇମ୍ରେ ଆପଣମାନେ ନିହାତି ଦେଖିବେ ବାଲ୍ଟିରେ କ୍ଷୀର ଦୁହାଁ ହେବ। ଆଉ ଆପଣମାନେ ଏମିତି ଭଲ ପାଇବା ଦେଇଥାନ୍ତୁ ସବୁଦିନ, ଚାଲିଥାଉ ସଂସ୍ଥା ଯେତିକି ଦିନ ଚାଲିବ। ପୁଣି ବର୍ତ୍ତମାନ ଏଇ ବର୍ଷା ବି ଆସିଲାନି, କାରଣ ବର୍ଷା ଆସିଗଲେ ହଁ ତୁଳସୀ ପୁଣି ଏମିତି କ'ଣ ଭାବନା
ତୁଳସୀ ବର୍ତ୍ତମାନ ଭାବନାରେ କ'ଣ ଗୋଟେ ଭାବନାଟା ଅଛି ନଡ଼ା ଆଡ଼େ ମୋର। ଓହୋ ନଡ଼ା କ'ଣ ହେଇଛି ବର୍ତ୍ତମାନ ଦେଖନ୍ତୁ ତୁଳସୀ ବର୍ତ୍ତମାନ କ୍ଷୀର ବର୍ତ୍ତମାନ ଆରମ୍ଭ କରିବେ ଦୁନିଆଟା ତେଲ ତୁଳି ମାରିଦେଲେ ସବୁ କିନ୍ତୁ ବାଛୁରୀ ଥିଲେ ଆହୁରି ତୁଳସୀରେ କେତେ କ୍ଷୀର ଦେହଟା ବେଶୀ ଆହୁରି ଲିଟର ଭଳିଆ ଖାଇ ଦେହଟା ନାଇଁ କମ୍ପାନୀ ପିଇଥାଏ ନା ବାଛୁରୀ ଯେମିତି ପନେଇବ ଆଉ ଆମେ ପନେଇବା ଭିତରେ ବହୁତ ଡିଫରେଣ୍ଟ ଆସିବ। ଦେଖନ୍ତୁ ବର୍ତ୍ତମାନ ଆମର ଆଉ ଗାଈ ଦୁଇଟା ଭାବିଛୁ ଆଣିବୁ ବୋଲି ବର୍ତ୍ତମାନ ଏବେ ନାହିଁ କାରଣ ତୁଳସୀ ଦେହ ଟିକେ ଖରାପ ରହୁଛି ତ ସେଥିପାଇଁ ଏବେ ନାହିଁ ତୁଳସୀ ଗାଈ ଆଉ ଆଣିବା ନାହିଁ ହାଁ ଦେଖିବା ଏବେ ବର୍ତ୍ତମାନ ସେ ତୁଳସୀ ଆମର ଦୁହାଁ ଆରମ୍ଭ କରିଦେଲେ ଛାଡ଼ନ୍ତୁ ସେ ବର୍ତ୍ତମାନ ତ ଏଇନା କ୍ଷୀର ଦୁହିଁ ଚାଲୁଥିବେ କେତିକି କ୍ଷୀର ଦେଲା ମୁଁ ଆପଣମାନଙ୍କୁ ନିହାତି ଦେଖେଇବି। ହଁ ଆଉ ଏମିତି ଯଦି ତା ନନ୍ଷ୍ଟପ୍ ଯଦି ଭିଡ଼ିଓଟା ଦେଖାଯିବ ତାହେଲେ ଆପଣମାନେ କ'ଣ କଲେ ଆପଣମାନଙ୍କୁ ବି ବୋରିଂ ବି ଲାଗିବ ସେଥିପାଇଁ ବର୍ତ୍ତମାନ ତୁଳସୀ ଦୁହିଁଥାନ୍ତୁ। ବର୍ତ୍ତମାନ ମୁଁ ଆଉ ତ କିଛି କାମ ନାହିଁ ମୁଁ ଏ ଖଟଟା ପକେଇଦିଏ ସେ କରି ବର୍ତ୍ତମାନ ଭିଡ଼ିଓ ମୁଁ ବନ୍ଦ କରିନା ଖଟ ଟିକେ ପକେଇ ଦେଉଛି। ତୁଳସୀ ମୁଁ କହିଦେବି ଯେତିକି ତୁମେ ଦୁହିବା କଥା ଦୁହିବ ନହେଲେ ନାହିଁ କ୍ଷୀର କାରଣ ଏଇ ବାଛୁରୀକି ଆମର ଦେଖନ୍ତୁ ଛାଡ଼ା ହେଉଛି ଏ ବାଛୁରୀ ଆମର ଦେଖନ୍ତୁ ପିଇଛି ମାନେ ତା ମାଆଠୁ ସଫିସିଏଣ୍ଟ କ୍ଷୀର ପିଉଛି। ଆପଣମାନେ ନିହାତି ଦେଖିପାରୁଥିବେ ବାଛୁରୀଙ୍କର ସ୍ୱାସ୍ଥ୍ୟ କେମିତି ଅଛି ଆପଣମାନେ ନିହାତି କମେଣ୍ଟରେ ଜଣାଇବେ। ସବୁ ବାଛୁରୀମାନଙ୍କୁ ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି ଦେଖିପାରୁଥିବେ ଆମର ସବୁ ବାଛୁରୀକି ବି ଦାନା ଦିଆହେଉଛି ପ୍ରତ୍ୟେକ 3 ମାସକୁ ଥରେ ଆମର କୁରିମୂଷ ଦିଆହେଉଛି। ଆଉ ଦେଖନ୍ତୁ ଇଏ ହେଲା ଆମର 6 ବେତର ଗାଈ ଇଏ 6 ବେତର 7 ବେତର ଗାଈ ଦେଖନ୍ତୁ ତାର ବି ହେଲ୍ଥ ଉପରେ ଆଜ୍ଞା କିଛି କମ୍ପ୍ରୋମାଇଜ୍ ନାହିଁ ସବୁ ମାନେ ସଫିସିଏଣ୍ଟ ଦାନା ଫାନା ସବୁ ଦିଆହେଉଛି କାରଣ ଦେଖନ୍ତୁ ଏମିତି ଆମେ ମାନେ ଯେତିକି ଚାଲିଛି ଆମର ଯେତିକି ସମ୍ଭବ ଆମେ ସେତିକି ଦେଉଛୁ କାରଣ ତାଠୁ ତ ଅଧିକା ଦେଇ ହେବନି ନା କାରଣ ନିଜର ଆମର ବି ମାନେ ଦେଖନ୍ତୁ ଇଆଡ଼େ ମୋ ପୁଅ ଅଛି ତାପରେ ତୁଳସୀ ଅଛି ସମସ୍ତେ ଅଛନ୍ତି ଆଉ ଫ୍ୟାମିଲିରେ ସବୁ ଅଛନ୍ତି ସେଇଟା ହେଲା କଥା ଆଉ ଚାଲୁ ଭଗବାନଙ୍କ କୃପା ଯେତିକି ଦେଉଛନ୍ତି ସେ ଢେର ଦେଉଛନ୍ତି। ବର୍ତ୍ତମାନ କାଳି ବର୍ତ୍ତମାନ ଦେଖନ୍ତୁ ସେ ତାର ଚଭା ମାରିବାରେ ବ୍ୟସ୍ତ ଅଛି। ବର୍ତ୍ତମାନ ଦେଖନ୍ତୁ ତୁଳସୀର କ୍ଷୀର ଦୁହାଁ ଶେଷ ହୋଇଗଲା ଦେଖିପାରୁଥିବେ ବର୍ତ୍ତମାନ ତୁଳସୀ ଏକା ମାନେ କମ୍ କ୍ଷୀର ଦୁହୁଁନାହାନ୍ତି ସେ ତୁଳସୀ ତୋର ହାଏଷ୍ଟ ତୁ କେତେ ଦୁହିଁଲୁ ବାଲ୍ଟିଏ ଦୁହିଁ ପାରିବୁନି ଦେଖାଯିବ ଦେଖି ଜଣା ପଡ଼ିବ। ବର୍ତ୍ତମାନ ଦେଖିପାରୁଥିବେ ବର୍ତ୍ତମାନ ସବୁ ତୁଳସୀ ଦେଖନ୍ତୁ ଏତିକି କ୍ଷୀର ଜମା ଦୁହିଁ ମାତ୍ର ଏତିକି ଜମା ପାଖାପାଖି ହେଇଯିବ 2.5 ଲିଟର ପାଖାପାଖି କ୍ଷୀର ହେବ କାରଣ ଆମର ବଡ଼ ଡିକ୍ଚିଟା ବି 2.5 ଲିଟର ମାନେ ସେଇ 5 ମାଣ ପାଖାପାଖି ମାନେ 2.5 ଲିଟର ପାଖାପାଖି ସେ କ୍ଷୀର ତୁଳସୀ ଆମର ଦୁହିଁଛନ୍ତି। ଇଏ ସକାଳେ ଓଳି ଦେଉଛି ଆଜ୍ଞା 3 ଲିଟର 3.5 ଲିଟର ପାଖାପାଖି ଆଉ ଉପର ଓଳି ଏବେ ବି ବର୍ତ୍ତମାନ ଦେଉଛି କେତେ କହିଲେ 2.5 ଲିଟର ମାନେ ଟୋଟାଲି ସେ ଦିନ ଯାକ 6 ଲିଟର ଆମର କ୍ଷୀର ଦେଉଛି 12 ମାନେ ସେ ଟୋଟାଲି ଦିନ ଯାକ ଦେଉଛି କାରଣ ଦାନା ପିଡ଼ିଆ ବି ଆମର ବେଶୀ ଦିଆ ହେଉନି ସେ ବାଲ୍ଟିରେ ବା ଦେଇଦେବ କ୍ଷୀର କାରଣ ଇଏ ଆମର ଷ୍ଟାର୍ଟିଂରୁ ବର୍ତ୍ତମାନ ଦେଖନ୍ତୁ ତୁଳସୀ ବର୍ତ୍ତମାନ ଆସିଲେ ଘରକୁ ଆମର ଘର ବର୍ତ୍ତମାନ କ୍ଷୀର ବର୍ତ୍ତମାନ ଦେଇଦେବେ ଲାଇଟ୍ ମାରିଲେ ଆଉ ତୁଳସୀ କ୍ଷୀରରେ କେତେ ପାଣି ଲାଗିବ ତୁଳସୀ ପୁଣି କ୍ଷୀରରେ ପୁଣି ପାଣି ଦେଉଛ କ'ଣ ପାଇଁ ଆମେ ଯାହାଠୁ ଆଗରୁ କ୍ଷୀର ଆଣିଥିଲୁ ସେ ଆମକୁ କେମିତି କ୍ଷୀର ଦେଉଥିଲେ ପୁଣି ଆମେ ଯାହାକୁ ଦେଉଛୁ ତାକୁ ପୁଣି ଟିକେ ଭଲ କ୍ଷୀର ଦେବୁ। ବର୍ତ୍ତମାନ ଦେଖନ୍ତୁ ବର୍ତ୍ତମାନ ଆମର ସବୁ କାମ ବର୍ତ୍ତମାନ ସରିଗଲା ଆଉ ବର୍ତ୍ତମାନ ଦେଖନ୍ତୁ 5ଟା ବି ବାଜି ସବୁ ଆମର କାମ ଶେଷ ଆଉ କିଛି ବର୍ତ୍ତମାନ ଏବେ ନାହିଁ ବର୍ଷା ବି ଦେଖନ୍ତୁ ଷ୍ଟାର୍ଟ ହେଇଗଲା ଆମେ ସରାଙ୍ଗି ଯିବା କଥା ଆମର ମାନେ ଟିକେ ମାର୍କେଟିଂ ବି ଟିକେ ଯାଇ ବି ହେଉନି କାରଣ ଏ ବର୍ଷା ଆଜି ପାଇଁ ଏତିକି ଦେଖାହେବା ଆଉ ଏକ ନୂତନ ଭିଡ଼ିଓରେ ଆଉ ତୁଳସୀକି ବି ଆଉ ତୁଳସୀ କ'ଣ କହିବ ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିଲେ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାରୁ ଜମାରୁ ଭୁଲିବେନି ଭିଡ଼ିଓକୁ ଟିକେ ଲାଇକ୍ କରିଦେବେ ଆଉ ଗୋଟେ କମେଣ୍ଟ ମିଠା ଗୋଟେ କମେଣ୍ଟଟେ ଦେଇଦେବେ ଯେଉଁଠି ହଁ କାରଣ ଆପଣଙ୍କ ଏମିତି ଭଲ ପାଇବା ଦେଉଛନ୍ତି ବଢ଼ିଆ କାରଣ ଆମର ମାତ୍ର 2 ମାସର ଆମର ବ୍ଲଗିଂ ଚ୍ୟାନେଲ୍ ହେଇଛି 2 ମାସ ଭିତରେ ଆପଣମାନେ ବହୁତ ଆମକୁ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ହୃଦୟରୁ ନମସ୍କାର। ଆଉ ଆଜି ପାଇଁ ଏଠି ବର୍ତ୍ତମାନ ଆଉ ଏଇ ଭିଡ଼ିଓରେ ଆମେ ବନେଇ ପାରୁନୁ ଆମର ଗୋଟେ ଲସ୍ ଭିଡ଼ିଓରେ ଆପଣମାନଙ୍କୁ ନିହାତି ଆସିବ
କିନ୍ତୁ ସେଇଟା ଟିକେ ବନେଇ ହେଉନି, ଟାଇମ୍ ଟିକେ ମିଳୁନି। ସେଇଟା ମୁଁ ଚେଷ୍ଟା କରିବି କାଲି ବନେଇବା ପାଇଁ। ଆଜି ପାଇଁ ଏତିକି, ରହୁଛି। ନମସ୍କାର, ଜୟ ଜଗନ୍ନାଥ। ରହୁଛି।